ଶାଳ ଓ ପିଆଶାଳ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ବନ ବିଭାଗକୁ ବଡ଼ ସଫଳତା। ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ କାଠ ଚୋରା ଚାଲାଣ ପାଇଁ ସଜବାଜ ହେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳ ଅନ୍ତର୍ଗତ ଶ୍ରୀରାମପୁର ସେକ୍ସନର ମାଝିମାହା ନିକଟସ୍ଥ ଜଙ୍ଗଲରୁ ମୂଲ୍ୟବାନ ଶାଳ ଓ ପିଆଶାଳ କାଠ ଚୋରା ଚାଲାଣ ପାଇଁ ସଜବାଜ ହେଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ବନ ବିଭାଗ ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରୁ ଗୋଟିଏ ଟାଙ୍ଗିଆ, ଗୋଟିଏ ଶାବଳ ଓ ଗୋଟିଏ ପେଟ୍ରୋଲ ଚାଳିତ କରତ ସମେତ 50 ଖଣ୍ଡ ପିଆଶାଳ ପଟ୍ଟା ଓ 20 ଖଣ୍ଡ ଶାଳ ପଟ୍ଟା ଜବତ କରିଛି ବନ ବିଭାଗ। ଏଥିସହିତ ଘଟଣାସ୍ଥଳରୁ ଆସାମର ପଦ୍ମସିଂ ନର୍ଜାରେ ଓ କୋଟଗଡ଼ ଥାନା ମାଟିକେତା ଅଞ୍ଚଳର ଲକ୍ଷ୍ମଣ ମଣ୍ଡଳ ନାୟକ ନାମକ 2 ଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଜବତ କାଠର ବଜାର ଦର 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।